କୋରାପୁଟର ଅଦ୍ଭୁତ ସ୍ୱର୍ଗ ରାଣୀ ଡୁଡୁମା। ପାହାଡ଼ର ବୁକୁରେ ଥିବା ଏହି ଜଳପ୍ରପାତ ଅନେକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଅଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସନ୍ତି ଏଠାକୁ ବୁଲିବା ପାଇଁ। ଏହି ଜଳପ୍ରପାତ କୋରାପୁଟ ଜିଲ୍ଲାର ଏଭଳି ଏକ ଜଳପ୍ରପାତ ଯେଉଁଠାରେ ବର୍ଷର ସବୁ ସମୟରେ ଲୋକ ଆସି ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଏହି ଜଳପ୍ରପାତ କୋରାପୁଟ ଠାରୁ ପ୍ରାୟ 55ରୁ 60 କିଲୋମିଟର ଦୂରରେ ଅବସ୍ଥିତ ଅଟେ। ଏହି ଜଳପ୍ରପାତକୁ ଯିବା ପାଇଁ ଆପଣ ରେଣ୍ଟାଲ କାର, ବାଇକ୍ କିମ୍ବା ବସ୍ ଯୋଗେ ମଧ୍ୟ ଆସିପାରିବେ। ତେବେ ଆପଣ ଯଦି କାର କିମ୍ବା ବାଇକ୍ ଯୋଗେ ଆସୁଛନ୍ତି ତେବେ ଆପଣ ବିନା କିଛି ଅସୁବିଧାରେ ରାଣୀ ଡୁଡୁମାରେ ପହଞ୍ଚି ପାରିବେ। କିନ୍ତୁ ଯଦି ଆପଣ ବସ୍ ଯୋଗେ ଆସୁଛନ୍ତି ତେବେ କୋରାପୁଟ କିମ୍ବା ସେମିଳିଗୁଡ଼ାରୁ ଆସୁଥିବା ବସ୍ ଯୋଗେ ନନ୍ଦପୁର ଆସି ନନ୍ଦପୁରରୁ ଅଟୋ କିମ୍ବା ଟ୍ୟାକ୍ସି ଦ୍ୱାରା ରାଣୀ ଡୁଡୁମା ଆସିପାରିବେ। ରାଣୀ ଡୁଡୁମା ଜଳପ୍ରପାତ ନନ୍ଦପୁର ବସଷ୍ଟାଣ୍ଡରୁ 3ରୁ 4 କିଲୋମିଟର ଦୂରରେ ଅବସ୍ଥିତ ଅଟେ। ତେବେ ଯଦି ଆପଣ କାର କିମ୍ବା ବାଇକ୍ ଯୋଗେ ଆସୁଥାନ୍ତି ତେବେ ଆପଣଙ୍କୁ ପାର୍କିଂ ପାଇଁ ବାଇକ୍ ବାବଦରେ 20 ଟଙ୍କା ଓ କାର ପାଇଁ 40ରୁ 50 ଟଙ୍କା ଦେବାକୁ ପଡ଼େ। ତା ସହିତ ଡୁଡୁମା ଭିତରକୁ ପ୍ରବେଶ ପାଇଁ ଆପଣଙ୍କୁ ମୁଣ୍ଡ ପିଛା 20 ଟଙ୍କା ଟିକେଟ ବାବଦରେ ଦେବାକୁ ପଡ଼େ। ଏଠାରେ ଛୋଟ ପିଲାମାନଙ୍କ ମନୋରଞ୍ଜନ ପାଇଁ ପାର୍କର ସୁବିଧା ମଧ୍ୟ ରହିଅଛି, ଯେଉଁଠାରେ ଆପଣ ସମୟ ବିତାଇ ପାରିବେ। ପାର୍କରେ ଆପଣ ରୋଷେଇ ପାଇଁ ସାମଗ୍ରୀ ଆଣି ରୋଷେଇ ମଧ୍ୟ କରିପାରିବେ। ରାଣୀ ଡୁଡୁମା ଜଳପ୍ରପାତଟି ଯେତେ ସୁନ୍ଦର ଓ ମନୋରମ ସେତେ ହିଁ ଭୟଙ୍କର ମଧ୍ୟ। ତେଣୁ ଅନୁରୋଧ, ଏହି ଜଳପ୍ରପାତକୁ ଆସିବା ସମୟରେ ଅଯଥା ଗଭୀର ପାଣି ଭିତରକୁ ନ ଯାଇ ସତର୍କତା ଅବଲମ୍ବନ କରିବେ। କୋରାପୁଟର ଅଦ୍ଭୁତ ସ୍ୱର୍ଗ ରାଣୀ ଡୁଡୁମା ଆପଣଙ୍କ ମନକୁ ନିଶ୍ଚୟ ଛୁଇଁଥିବ। ପାହାଡ଼ ପ୍ରକୃତିରେ ଆଚ୍ଛାଦିତ ଏହି ଜଳପ୍ରପାତରେ ଆପଣ ବର୍ଷର କୌଣସି ସମୟରେ ମଧ୍ୟ ଆସି ଉପଭୋଗ କରିପାରିବେ। ତେବେ ଯିବା ସମୟରେ ଅଳିଆ ଆବର୍ଜନାକୁ ଏଣେତେଣେ ନ ଫୋପାଡ଼ି ଡଷ୍ଟବିନ୍ରେ ପକାଇବାକୁ ଭୁଲିବେ ନାହିଁ। କୋରାପୁଟର ମିଲର ରିପୋର୍ଟ, ଲୋକାଲିଟି।